দিনে ହେବ ମୋର ବ୍ରତ ଉଯାପନ। କେବେ ଏହି ହସ୍ତିନାର ଶ୍ମଶାନ ପ୍ରାଙ୍ଗଣେ ସତେକ କୌରବ ବଧୂ ଶୁଭ୍ରବେଶେ କରିବେ କ୍ରନ୍ଦନ। ହେ ନାରାୟଣ, ହେ ଦୟାମୟ ହରି, ଏ ଅଧମେ କରିଦିଅ ଦୟା। ହଁ, ଶକ୍ତି ଦିଅ ବ୍ରତ ସନ୍ତରରେ। ହଁ, ଶକ୍ତି ଦିଅ ବ୍ରତ ସନ୍ତରରେ। ମାତୁଳ, ମାତୁଳ, କିମ୍ବା ଆଜି ଦୁଦଗଡ଼ା ଆୟୋଜନ ହସ୍ତିନା ନଗରେ? ସେ କଥା ଯାଇ ପଚାର ରାଜା ଦୁର୍ଯ୍ୟୋଧନେ। ରାଜା ତୁମେ ତାକୁ କରିଅଛ ଗ୍ରାସ, ଗୃହ ସବଳ ଦୁଧ କିଣା ଅନ୍ତରରେ କି ଉଦ୍ଦେଶ୍ୟ ରହିଛି ଗୋପନ? ଗୋପନ ତ କିଛି ନୁହେଁ ଭୀଷ୍ମ ଦେବ। ପଞ୍ଚଭ୍ରାତା ଯୁଧିଷ୍ଠିର ମହାଶତ୍ରୁ କୌରବର ଧନେ ମାନେ ବଳେ ସେଇ ଧରଣୀର ଶ୍ରେଷ୍ଠ ସ୍ଥାନେ ଅବସ୍ଥାନ ଆଜି ଶକ୍ତିମାନ ପ୍ରତିବର୍ଷ ହୋଇ ରହିବାକୁ ଚାହେଁ ନାହିଁ କୌଣସି ନୃପତି। ପାଣ୍ଡବଙ୍କ ସିଂହାସନ ଦେଇଅଛୁ ଦେଶ କୌରବ ରାଜନେ ସୁଧ କ୍ରୀଡ଼ା ଆୟୋଜନ ହସ୍ତିନା ନଗରେ। ଲୋଭ ଲୋଭ ନୁହେଁ ଦ୍ରୋଣାଚାର୍ଯ୍ୟ, ଏହାର ନାମ ରାଜନୀତି। ବାବୁନୀତି ଯଦୁଗୃହ ପଡ଼ି ମାରିବାକୁ ଅନ୍ଧ ରାଜା ଦେଉଥିଲା କରିଥିଲେ ପ୍ରାଣ। ଧାର୍ମିକ ପାଣ୍ଡବ ଗଣ ପଦେ ପଦେ ପ୍ରତିବାଦ ଅଛନ୍ତି କରି ଏହାର ନାମ କଣ? ରାଜନୀତି। ବିଶାଳ ହସ୍ତିନାପୁରୀ କୌରବଙ୍କୁ ଦେଇଅଛି ଚିତା, ଏକମାତ୍ର ଇନ୍ଦ୍ରପ୍ରସ୍ଥ ପାଣ୍ଡବଙ୍କୁ କରିଲେ ପ୍ରଧାନ। ତଥାପି ପ୍ରତିବାଦନ ନ କରିଲେ କିଛି, ଏହା ନାମକ ରାଜନୀତି। ସେମାନଙ୍କ ଭୁଜବଳ ଇନ୍ଦ୍ରପ୍ରସ୍ଥ ଆଜି ବର୍ତ୍ତର ଅମର ପୁରୀ କେଉଁ ସୁଖେ ତାଙ୍କ ରାଜ୍ୟ ଥରେ ଆଣିବା ପାଇଁ କରିଅଛ ହୀନ ଷଡ଼ଯନ୍ତ୍ର। ଏସବୁ ତ ତୁମେ ଜାଣ ବାବା। ଏ ରାଜ୍ୟରେ ପାଣ୍ଡବଙ୍କ ତିଳେ ମାତ୍ର ନାହିଁ ଅଧିକାର। ତେବେ କିଏ ଦିନ ହସ୍ତିନାରେ ନଥିଲା ଶକୁନେ, ଆଜି ତୁମେ ବୋଲି ଯେତେ ଅନ୍ୟାୟ ଅତ୍ୟାଚାର ଆଣୁଅଛ ଦେଶେ। ଗୃହ ସବଳ ବକ୍ରପଥ କର ପରିହାର, ଧର୍ମ ଧର୍ମ ଆସ୍ଥିତ ଧର୍ମରାଜ ଶ୍ରୀ ଗୋବିନ୍ଦ ବନ୍ଧା ତାଙ୍କ ଘରେ। ବାର ବାର ଧର୍ମ ମସ୍ତକ ଯଦି ପରାଗତ କ୍ଷୀର କେଳେ କଟର ଦଣ୍ଡ ଆସିବ ଓହ୍ଲାଇ। ଯଥା ଧର୍ମ ତଥା ଜୟ ଦିଏ ଜଗତ। ଯାଏ ରାଜାଙ୍କ ସହ ନେବି ପରାମର୍ଶ, ଦୁଧ କ୍ରୀଡ଼ା ଆୟୋଜନ କରିବି ମୁଁ ପଣ୍ଡ। ହଁ ହଁ, ଦୁଧ କ୍ରୀଡ଼ା ଆୟୋଜନ କରିବି ମୁଁ ପଣ୍ଡ। ଯେତେ ପାପ କୂଟନୀତି ପୁରୀ ରହିଛି ଅନ୍ତରେ ତୁମରି ପରାମର୍ଶ କୌରବେ ଘଟିବ ବିଲୟ। ଚାହ ଯଦି ରାଜ୍ୟ ମଙ୍ଗଳ, ପୋଷା ଖେଳ ସମ୍ରାଟଙ୍କୁ କରୋନା ଉତ୍ସାହ। ଯାଏ ମୁଇଁ ଦୁର୍ଯ୍ୟୋଧନ ପାଶେ, ପୋଷା ଖେଳ ବନ୍ଦ ପାଇଁ ଦେବି ପରାମର୍ଶ। ହଁ ହଁ, ଦେବି ପରାମର୍ଶ। ହେ ମାତୁଳ, ରାଜନୀତି ବହିର୍ଭୂତ ଆଚରଣ କରି କୌରବଙ୍କୁ ପାପ ପଥେ ନକର ଚଳିତ। ଏତେ ଯଦି ଧର୍ମ ଭୟ, ତେବେ ଚାଲି ଯାଅ ପାଣ୍ଡବ ଘରକୁ। ସେମାନେ ଯେ ସମାଜରେ କରିବେ ଗ୍ରହଣ। କୌରବଙ୍କ ଅର୍ଣ୍ଣଦାସ ହୋଇ ବୃଥା କିମ୍ବା ଯାପୁଛ ଜୀବନ। ଅର୍ଣ୍ଣଦାସ ନାମ ମାତ୍ର ଅଙ୍ଗରାଜ ତୁମେ, ଅସଲରେ ଭୃତ୍ୟ ତୁମେ କୌରବ ରାଜାର। ପରମ ଧାର୍ମିକ ତୁମେ ଦାତା କର୍ଣ୍ଣ ବିଦିତ ଭୁବନେ। ଯଦି ଧର୍ମ ପଥେ ଯିବାକୁ ଚାହ, ତେବେ ତ୍ୟାଗ କରି ରାଜ ସିଂହାସନ ଚାଲି ଯାଅ ପାଣ୍ଡବ ଘର। ସୁୟକର୍ଣ୍ଣ ହିମରୋପଣ ରାଜ୍ୟହରା ସର୍ବହରା କରିବି ପାଣ୍ଡବେ। ଉଦ୍ଦେଶ୍ୟ ସାଧନେ ମୋର ଭୁଲିଯିବି ସତ୍ୟ ନ୍ୟାୟ ଧର୍ମ। ମାତୁଳ, ହଁ,
ଶୀଘ୍ର କାହିଁକି ଭଣଜା? ତୁଚ୍ଛ ଏକ ଇନ୍ଦ୍ରପ୍ରସ୍ଥ ପାଇଁ ମହାମଣି ଦୁର୍ଯ୍ୟୋଧନ ନେବ ନାହିଁ ଛଳରେ ଆଶ୍ରୟ। ପ୍ରପସ୍ତ ତୁଚ୍ଛ ତୋର ପାଶେ, ପର ରାଜ୍ୟ ତୁଚ୍ଛ ଚିରଦିନ। ତୋର ରାଜ୍ୟ? କିଏ ଦୁର୍ଯ୍ୟୋଧନ? ଏ ରାଜ୍ୟରେ ପାଣ୍ଡବଙ୍କ ତିଳେ ମାତ୍ର ନାହିଁ ଅଧିକାର। ନାହିଁ ଯଦି କିମ୍ବା ତୁମେ ରାଜ୍ୟ ସୌଜନ୍ୟ ନିମନ୍ତ୍ରଣ କରିଲେ ଗ୍ରହଣ। ରାଜା ଚକ୍ରବର୍ତ୍ତୀ କାଲିଦା କରିଲେ ସେ କର। କେଉଁ ଧର୍ମ ବଳେ ତୁମେ ତାଙ୍କ ରାଜ୍ୟ ଆଣିବ ଛଡ଼ାଇ? ଅସିଦ୍ଧ ଅସିଦ୍ଧ ସେ ଦାନ ଅଙ୍ଗରାଜ, ଅସିଦ୍ଧ ସେ ଦାନ। ହେ ମାତୃ ଇନ୍ଦ୍ରପ୍ରସ୍ଥ ଯଦି ମରଦ ଅଧିକାର ଛଳେ କିମ୍ବା କରିବି ଗ୍ରହଣ। କହିଦିଅ ଯୁଧିଷ୍ଠିରେ ପ୍ରାପ୍ୟ ଧର୍ମର ଦେଉ ଫେରାଇ। ଭ୍ରମଦର ଦୁର୍ଯ୍ୟୋଧନ ଭ୍ରମ ବାହୁବଳେ ଗଢ଼ିଛନ୍ତି ସର୍ବଧାମ, ତାକୁ ଫେରାଇ ନ ଦେବେ କଦାପି। ଶତ ଶତ ରଥି ମୋର ଏତକି ଅକ୍ଷମ। ତୁଚ୍ଛ ସର୍ବେ ଭୀମାର୍ଜୁନ ପାଶେ। ଆଉ କର୍ଣ୍ଣ ଶୁଣ ରାଜା, ଧର୍ମ ଦୁଦେ ସଦଯୁତ ଭୀମାର୍ଜୁନ ମୋହି, କିନ୍ତୁ ଅଧର୍ମର ରଣମୋହି ଚିର ଶକ୍ତିହୀନ। କାହାକୁ ଅଧର୍ମ କହୁଛ ମିତ୍ର? ବାସ୍ତବିକ ଏହି ରାଜ୍ୟରେ ପାଣ୍ଡବଙ୍କ କେଉଁଥିରେ ନାହିଁ ଅଧିକାର। ଅଧିକାର ନାହିଁ ଯଦି କିମ୍ବା ତୁମେ ରାଜ୍ୟ ସୈନ୍ୟ କନ୍ୟା ଗ୍ରହଣ। ରାଜା ଚକ୍ରବର୍ତ୍ତୀ କରିଲେ ସେ କର। କେଉଁ ଧର୍ମ ମାଳ ତୁମେ ତାଙ୍କ ରାଜ୍ୟ ଆଣିବ ଛଡ଼ାଇ? ଧର୍ମ ଧର୍ମ ଧର୍ମ। କେଉଁ ଧର୍ମ ବଳେ ଧର୍ମପୁତ୍ର ଯୁଧିଷ୍ଠିର ଆମମାନଙ୍କର ହଜାର ହଜାର ଗୃହ ତ୍ୟାଗୀ ପ୍ରଜାମାନଙ୍କୁ ଆଶ୍ରୟ ଦେଇଛନ୍ତି କହିପାରିବ? ତୁମମାନଙ୍କର ପ୍ରଜା ସବୁ ଗୃହ ତ୍ୟାଗ କରନ୍ତି କାହିଁକି କହିପାରିବ? କାହିଁକି କାହିଁକି ତୁ କର୍ଣ୍ଣ? ତୁମମାନଙ୍କର ଚକ୍ଷୁ ନାହିଁ, ଦେଖିପାରୁନ? ଧନ ମାନ ପ୍ରାଣ ନେଇ ଏ ରାଜ୍ୟରେ କେହି ନିରାପଦରେ ବାସ କରିପାରୁନାହିଁ। ଶାନ୍ତିର ରକ୍ଷା ଲାଗି ଯେଉଁମାନଙ୍କୁ ନିୟୋଜିତ କରିଛ, ଅଶାନ୍ତିର ନିଅ ସେମାନେ ହିଁ ଲାଳି ଦେଉଛନ୍ତି। କାହିଁ ରାଜସଭାକୁ କେହି ଦିନେ ମଧ୍ୟ ଅଭିଯୋଗ କରିବାକୁ ଆସିନାହାନ୍ତି। ଆସିବେ କେମିତି? ଆସିବାକୁ ଦେଲେ ତ? ତୁମର ଏହି କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଦଳ, ତୁମେ ରାଜସିଂହାସନରେ ବସି ଏମାନଙ୍କ କଟୁ ବାକ୍ୟ ଶୁଣୁଛ, ଆଉ ମନେ କରିଛ ତୁମ ରାଜ୍ୟର ପ୍ରଜାମାନେ ସୁନ ଥାଳିରେ ରାଜଭୋଗ ଖାଉଛନ୍ତି। ଇନ୍ଦ୍ରପ୍ରସ୍ଥ ଯାଇ ଦେଖି ଆସ, କାହା ଘରେ ଖାଇବାକୁ ଅଛି ତ କାହା ଉପରେ ଅବିଚାର ହେଉଛି। ଏଥିପାଇଁ ହସ୍ତିନାର ପ୍ରଜାଗଣ ହସ୍ତିନା ପରିତ୍ୟାଗ କରି ଇନ୍ଦ୍ରପ୍ରସ୍ଥ ଚାଲି ଯାଇଛନ୍ତି ମହାରାଜ। ମୋର ପ୍ରଜାମାନଙ୍କୁ ଆଶ୍ରୟ ଦେଇ ଯୁଧିଷ୍ଠିର ଲାଭ 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 ଅଛି ଭଣଜା, ଲାଭ ଅଛି। ଏ ଲୋକଙ୍କ ଚକ୍ଷୁରେ ତୁମକୁ ଚୋର କରିବା ଆଉ ତୁମ ରାଜ୍ୟ ପ୍ରଜା ଶୂନ୍ୟ କରିବା। ଆଉ ତାପରେ ସୁଯୋଗ ଦେଖେ ହସ୍ତିନା ଆକ୍ରମଣ କରିବେ। ଆକ୍ରମଣ ହଁ ଭାଇ, ଠିକ କହୁଛି ଭାଇ। ସେସବୁ ମାତୁଳ, ଇନ୍ଦ୍ରପ୍ରସ୍ଥ ଆକ୍ରମଣ କରିବି। ଏସବୁ ତୁମମାନଙ୍କୁ ଜଣାଅଛି ମାତୁଳ। ଧର୍ମ ଶିଶିତ ପାଣ୍ଡବ ମାନଙ୍କୁ ଜଣା ନାହିଁ। ଆରେ ବାବା ଦୁଃକର୍ଣ୍ଣ, ତୁମର ଧର୍ମରାଜ ତ ନାମ ମାତ୍ର ରାଜା, ଅସଲରେ ରାଜା ହଉଛନ୍ତି ଭୀମ ଆଉ ଅର୍ଜୁନ। ଆଉ ସମସ୍ତଙ୍କ ମଥା ଉପରେ ବସିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣ 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 ମୋର ରାଜ୍ୟ ଆକ୍ରମଣ କରିବା ପାଇଁ ଉତ୍ତେଜିତ କରୁଛି। ପାଣ୍ଡବ ମାନଙ୍କ ଅପେକ୍ଷା ଶ୍ରୀକୃଷ୍ଣ ଯେ ମୋର ଚିରଦିନ ଶତ୍ରୁ। ଭାଇ ଯାହା କହିବାର କୁହ, ଭୁଲରେ କୃଷ୍ଣଙ୍କୁ ନିନ୍ଦା କର ନା। ପଦାର୍ଥ କୌରବ କୂଳ ନଖାଏ ତାହେଲେ ଅପଦାର୍ଥ ପାଇଁ ମୁଁ ଆସିଛି ମିତ୍ର, ମୁଁ ଆସିଛି।
ଶୁଣ ଭାଇ ଓ ଯୁଧିଷ୍ଠିରକୁ ଜଣାଇ ଦେ ମୋର ଯେଉଁ ପ୍ରଜାମାନଙ୍କୁ ଆଶ୍ରୟ ଦେଇଛି ସେମାନଙ୍କୁ ଅବିଳମ୍ବେ ଫେରାଇ ଦଉ। ମୁଁ ଚଳାଇଥିଲି ଭାଇ। ଯାଇଥିଲୁ ହଁ ଭାଇ କଣ କହିଲା ସେ? କହିଲ ଆମେ ମାନେ ଆଶ୍ରୟତକ ତ୍ୟାଗ କରିବୁ ନାହିଁ। ହେଲେ ମୁଁ ଇନ୍ଦ୍ରପ୍ରସ୍ଥ ଆକ୍ରମଣ କରିବି। ଇନ୍ଦ୍ରପ୍ରସ୍ଥ ଆକ୍ରମଣର କଳ୍ପନା କର ନା, ବରଂ ମୋ ହସ୍ତରେ ପତ୍ର ଖଣ୍ଡେ ଲେଖିଦିଅ। এই ପତ୍ର ସେଥିରେ ଲେଖିଦିଅ ମତେ ଇନ୍ଦ୍ରପ୍ରସ୍ଥ ଦାନ କର। ଗୋଟିଏ ରାଜ୍ୟ ପାଇଁ ଦୁର୍ଯ୍ୟୋଧନ ମାଗିବ ଭିକ୍ଷା। ପ୍ରବଚନଠାରୁ ଭିକ୍ଷା ଅନେକ ଭଲ ଭାଇ। ଧୈର୍ଯ୍ୟର ଗୋଟିଏ ସୀମା ଅଛି ଦୁକର୍ଣ୍ଣ। ଦୁର୍ଯ୍ୟୋଧନ ରାଜ୍ୟ ଲୋଭୀ ନୁହେଁ, କିନ୍ତୁ ତା ଅଧିକାରରେ ହସ୍ତକ୍ଷେପ କଲେ ଦେବରାଜ ଇନ୍ଦ୍ରକୁ ମଧ୍ୟ କ୍ଷମା ଦେବ ନାହିଁ। ଧର୍ମରାଜ ଆମମାନଙ୍କ ଅଧିକାରରେ କେବେ ବି ହସ୍ତକ୍ଷେପ କରିନାହାନ୍ତି। ତୁମେ ମାନେ ବାରମ୍ବାର ସେମାନଙ୍କୁ ହାତ ବଢ଼ାଇଲେ ହୁଏତ ପାଣ୍ଡବମାନେ ସହିଯିବେ, କିନ୍ତୁ ଧର୍ମ କ୍ଷମା ଦେବ ନାହିଁ। ରାଜନୀତି କ୍ଷେତ୍ରରେ ଧର୍ମର ସ୍ଥାନ ନାହିଁ ବାବା। ଆଚ୍ଛା ଅପେକ୍ଷା କର, ମୋ ମାଆକୁ ନେଇ ଆସୁଛି। ହଁ ହଁ ମୋ ମାଆକୁ ନେଇ ଆସୁଛି। ଭିକ୍ଷା ଯୁଧିଷ୍ଠିର ନିକଟରେ ଭିକ୍ଷା। ତାହା କ'ଣ କେବେ ସମ୍ଭବ ହୁଏ ବାବା? ଅମତୁଳନ ଏତ ଲୋକବଳ ଏତ ଅର୍ଥବଳ ଥାଇ ମହାମାରୀ ଦୁର୍ଯ୍ୟୋଧନ ନେବ ନାହିଁ ଛଳ ଆଶ୍ରୟ। ଆଉ ସେମାନଙ୍କ ସହିତ ମୁହାଁମୁହିଁ ଶତ୍ରୁତା କରିବି। ହୁଏତ ରାଜ୍ୟ ଦେବି ନଚେତ୍ ରାଜ୍ୟ ନେବି। ତାହେଲେ ପଶା ଖେଳ ହେବ ନାହିଁ ଭାଇ। ହେବ, କିନ୍ତୁ ବଣ ରଖି ନୁହେଁ। ତାହା ହେଲେ ତୁମର ଇନ୍ଦ୍ରପ୍ରସ୍ଥ ଗଲା ଆଉ ହସ୍ତିନା ବି ଯିବ। କାହିଁକି? ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ, ଦାନବୀର କର୍ଣ୍ଣ, ମହାରଥୀ ଶଲ୍ୟ ଏମାନେ କ'ଣ ଶକ୍ତିହୀନ? ଏମାନେ ମୋ ପକ୍ଷରେ ଅସ୍ତ୍ର ଧାରଣ କରିବେ ନାହିଁ। ସେମାନେ ଖାନ୍ତେ କୌରବର, କିନ୍ତୁ ଗୁଣ କହନ୍ତି ସେ ପାଣ୍ଡବ ମାନଙ୍କର। ତେ କର୍ଣ୍ଣର ଅସ୍ତ୍ରରେ କ'ଣ ଧାର ନାହିଁ? ଅଛି ବାବା, ନିଶ୍ଚୟ ଅଛି, କିନ୍ତୁ ସେ ଧାର ପାଖଟା କେଉଁ ଦିଗକୁ ରହିବ କହି ହେବ ନାହିଁ। ତେବେ କର୍ଣ୍ଣ କ'ଣ ବିଶ୍ୱାସଘାତକ? ଏତେ ବଡ଼ କଥା କି ମୁଁ କହିପାରିବି ବାବା? କର୍ଣ୍ଣ ତୋର ପରମ ବନ୍ଧୁ, ଦୁଃକର୍ଣ୍ଣ ତୋର ଭାଇ, ଏମାନଙ୍କ ବିରୁଦ୍ଧରେ ଯଦି ମୁଁ ଗୋଟିଏ ପଦ କଥା କହେ ପୁଣି ମୋତେ ବନ୍ଦୀ ହୋଇ କାରାଗାରକୁ ଯିବାକୁ ହେବ। କିନ୍ତୁ ମନେ ରଖ ଦୁର୍ଯ୍ୟୋଧନ, ଏମାନଙ୍କୁ ଶୃଙ୍ଖଳିତ ନ କରି ତୁ ଯୁଦ୍ଧ କରିବାକୁ ଯାଅ ନା। ଓ ଛଳନାର କଥା କହିଲୁ ଯେ ଦୁର୍ଯ୍ୟୋଧନ, ରାଜନୀତିର ଅର୍ଥ ହିଁ ଛଳନା। ଆସୁଛି ଦୁର୍ଯ୍ୟୋଧନ, ମୋର କଥାଟା ଯେପରି ଠିକ୍ ମନେ ରହେ। ଆସୁଛି। ଆଶ୍ଚର୍ଯ୍ୟ, ଆଶ୍ଚର୍ଯ୍ୟ, ଏ ବିଦୁର ପର୍ଯ୍ୟନ୍ତ ସମସ୍ତେ ମୋ ବିରୋଧ। ତୁ ଠିକ୍ କହିଛୁ ଦୁଃଶାସନ। ଏମାନେ ମୋର ଖାଇ
ମୋ ବିପକ୍ଷରେ ଯାଆନ୍ତି। ପାଣ୍ଡବମାନଙ୍କୁ ଦେଶ ତ୍ୟାଗୀ ନ କଲେ ସେମାନଙ୍କର ବିଶ୍ୱାନ୍ତ ଭାଙ୍ଗିବ ନାହିଁ। ଓ ମାତ୍ରକୁ କହ ପୋଷା ଖୋଳ ପାଇଁ ହୁଅନ୍ତୁ ପ୍ରସ୍ତୁତ। ମୁଁ ପ୍ରଥମେ ପାଣ୍ଡବମାନଙ୍କୁ ଧ୍ୱଂସ କରିବି। ତାପରେ ଗୋପନନ୍ଦନ ଶ୍ରୀକୃଷ୍ଣକୁ ବାନ୍ଧି ଆଣି ଶ୍ମଶାନରେ ବଳି ଦେବି। ଶ୍ରୀକୃଷ୍ଣର ଧର୍ମରାଜ ସ୍ଥାପନ। ମନ ଧୀରେ ଘେନ শ্রীকৃষ্ণ নাম মন ধীরে ঘেন শ্রীকৃষ্ণ নাম মন ধীরে ঘেন জনা শোনা ছড়া সুতাকর পান মন ধীরে ঘেন শ্রীকৃষ্ণ নাম মন ধীরে ঘেন। পাইবু দেবে তোর ন রহিব এবে ভার পাইবু দেবে তোর ন রহিব এবে ভার কথা থিব কালকু ভেদিলে মহাসমর কথা থিব কালকু ভেদিলে মহাসমর শুকন বালি বন্ধ উছুড়িব পুণ্য জল শুকন বালি বন্ধ উছুড়িব পুণ্য জল বালুকা পথ ঠেলি লঙ্ঘিଯିବ বেবি কূଳ বালুকা পথ ঠেলি লঙ্ঘিଯିବ বেবি কূଳ এ বଙ୍କା বেণু ଫଙ୍କା ଜିଣି ଜାଣି ମନ ମନ ଧୀରେ ଘେନ ଶ୍ରୀକୃଷ୍ଣ ନାମ ମନ ଧୀରେ ଘେନ ଶ୍ରୀକୃଷ୍ଣ ନାମ ମନ ଧୀରେ ଘେନ। মরিবার ইচ্ছা তো ঘরে বসি মর এঠাকু মরিবক আসিছ কাইকে গোপপুরে বাঁধিলা যশোদা গোপালুরে গোপপুরে হাই গোপপুরে বাঁধিলে যশোদা গোপালুরে আপর বাঁধিছিলে নারদ মহামুনি আপর বাঁধিছিলে নারদ মহামুনি কাটি পড়ে গোলা কাহা বাঁধান মানি কাটি পড়ে গোলা কাহা বাঁধান মানি এ বଙ୍କା বেণু ফুଙ୍କା জিনি জানি মন মন ধীরে ঘেন শ্রীকৃষ্ণ নাম মন ধীরে ঘেন। আচ্ছা অস্ত্র ধরি জানନ୍ତି? ମୁଁ ତ ଅସ୍ତ୍ର ଧରି ଜାଣେ ନା ବାବା। ଆଉ କେବଳ କୃଷ୍ଣ ନାମ ଧରି ଜାଣିଛନ୍ତି। ଆଥ କହିପାରିବ ଏ ଯୁଦ୍ଧରେ କାହାର ଜୟ ଲାଭ ହେବ? ଧର୍ମ ତତ ଜୟ ଯଥା ଧର୍ମ ତତ ଜୟ। ଧୀରେ ଘେନ ମନ ଧୀରେ ଘେନ ଶ୍ରୀକୃଷ୍ଣ ନାମ ମନ ধীরে ঘেন শ্রীকৃষ্ণ নাম মন ধীরে ঘেন শ্রীকৃষ্ণ নাম মন ধীরে ঘেন শ্রীকৃষ্ণ নাম মন ধীরে ঘেন। আশ্চর্য আশ্চর্য এই দাসপুত্র বিদ্রোহ পর্যন্ত ସମସ୍ତେ ମୋ ବିରୋଧ। ଶୁଣ ଠିକ କହିଛୁ ଏମାନେ ମୋର ଖାଇ ମୋ ବିପକ୍ଷରେ ଯାଆନ୍ତି। ପାଣ୍ଡବ
ସେମାନଙ୍କୁ ଦେଶ ତ୍ୟାଗୀ ନ କଲେ ସେମାନଙ୍କର ବିଚ୍ଛେଦନ୍ତ ଭାଙ୍ଗିବ ନାହିଁ। ଓ ମାତ୍ରାକୁ ଜଣାଇବେ ପଶା ଖେଳ ପାଇଁ ହୁଅନ୍ତୁ ପ୍ରସ୍ତୁତ। জয় মহারাজা দুর্যোধন কর, জয় মহারাজা দুর্যোধন কর, জয় মহারাজা দুর্যোধন কর। দেখা সর্বে ଶୁଣ ସର୍ବେ ଏଠି ନିରବ ଦର୍ଶକ ସାଜି ବସି ଦେଖିବା ଏହି ଦୃଶ୍ୟ। ଏଠି ଯିଏ ମୁହଁ ଖୋଲିବ ତାହେଲେ ସୃଷ୍ଟି ହେବ ମହାଭାରତ। ସୃଷ୍ଟି ହେବ ମହାଭାରତ। মামু শকুনির স্নেহে রাজা দুর্যোধন পশা খেলে পাণ্ডবকু করিবে মামু শকুনির স্নেহে রাজা দুর্যোধন পশা খেলে পাণ্ডবকু করিবে ভীষ্ম দ্রোণ কর্ণ সর্বে রহিবে মৌন কেহি ন জানিলা করে সর্বে শুন সবু জানি শুনি ଏବେ রহিবে মৌন মুহ খুলিলে মহাভারত 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 জয় দেখে ধর্মর শক্তি কেতে, জয় মহারাজা দুর্যোধন কর, জয় গৌরবতী মহারাজা দুর্যোধন কর, জয় হস্ত মহারাজা দুর্যোধন কর। জয়